ଦୂର ହେଲେ ଆଚ୍ଛା ମା ଏଠି ଏମିତି ବୁଲୁଛୁ କଣ କଥା କଣ ଆଚ୍ଛା ମା ଆଜ୍ଞା ତୋ ବାପା କଣ ତମକୁ ଖବର ଦେଇନାହାନ୍ତି ଆରେ ତମ ବାପା ତମକୁ ଖବର ଦେଇନାହାନ୍ତି ତମର ସବୁ ବଡ ଭଉଣୀ ସାନ ଭଉଣୀ ତାପରେ ସବୁ ଯାକ ଆଇନ୍ତି ସେଠି ଯଜ୍ଞ ହଉଛି କେତେ କଣ ମଉଜ ବସିଛି ଭୋଜି ଭାତ ଚାଲିଛି ଦେବଶ୍ରୀ ନାରଦ ଯେତେବେଳେ ସବୁ କଥା କହିଦେଲେ ସତୀକୁ ସତୀ ବିଚାର କଲେ ମୋ ବାପା ଯଜ୍ଞ କରୁଛନ୍ତି ଦେବଶ୍ରୀ ତମେ ମିଥ୍ୟା କହୁଛ ଅୟ ବାପ ଯଦି କରୁଛନ୍ତି ଯଜ୍ଞ ତାହେଲେ ମତେ ତ ନିଶ୍ଚିତ କହିବେ ଦେବଶ୍ରୀ କହିଲେ ତମେ ମୋ କଥାକୁ ମିଛ ଭାବୁଛ ତମର ସବୁ ଭଉଣୀ ମାନେ ଆସିଛନ୍ତି ଆଉ ତମେ କେମିତି ଜାଣିନା କହିଲେ ବୋଧେ ବାଉଳାରେ କୌଣସି କାରଣବଶ ତ କହିନଥିବେ ହଉ ବାପ ଘରକୁ ଝିଅ ଯିବା କଣ ମନା ମୁଁ ଯିବି ଆଉ ଏ ସମୟ ସତୀ ଏବେ କରିଲେ ଗମନ ଏବେ ଶଙ୍କରଙ୍କ ପାଖେ ଯାଇ ମିଳିଲେ ଗହନ ସତୀ ଚାଲିଗଲେ ସ୍ୱାମୀଙ୍କ ପାଖକୁ ଭଗବାନ ଶଙ୍କରଙ୍କ ପାଖକୁ ସତୀ ଆରେ କଣ ହେଲା ଆରେ କଣ ହେଇଛି କୁହ କଣ କହୁଛ ସତୀ ତମେ ଆସିବା ପୂର୍ବରୁ ମୋ ଯୋଗରେ ମୁଁ ଜାଣିପାରିଛି ବୋଲେ ତମ ପିତା କରୁଛନ୍ତି ଯଜ୍ଞ ଆୟୋଜନ ବାରେ ଦେଖିବାକୁ ଯାଉଛନ୍ତି ଅଗ୍ନିପତି ଗଣ ବାରେ ସତୀ ତମ ବାପା ଯଜ୍ଞ କରୁଛନ୍ତି ମୁଁ ଜାଣିଛି ତମ ଭଉଣୀ ଭିଣେଇ ମାନେ ସମସ୍ତେ ଯାଉଛନ୍ତି ଏ ସତୀ ଗୋଟେ କଥା କହିବି ଆଚ୍ଛା ତୁମେ କଣ ଯିବାକୁ ବାହାରିଛ ଆରେ ଓହୋ ତମେ ଯିବ ମୁଁ ବି ଯିବି ସତୀ ଆମକୁ ତ ସେ ନିମନ୍ତ୍ରଣ ଦେଇନାହାନ୍ତି ସତୀ ଅନ୍ୟ ସମୟରେ ଯିବା ଦୋସରା ବାପା ଯଜ୍ଞ କରୁଛନ୍ତି ସବୁ ଭଉଣୀ ଘରକୁ ସବୁ ଭିଣେଇଙ୍କ ପାଖକୁ ନିମନ୍ତ୍ରଣ ଦେଲେ ଅଥଚ ଆମକୁ ଦେଲେନି ବିନା ନିମନ୍ତ୍ରଣରେ